ନା ନା ପୂର୍ବ ଭଲରେ କଟୁ ପୂର୍ବରେ ତ ଫାଟିଗଲା ତେଣୁ ଆଉ ନ ଫାଟୁ ଜୀବନରେ ଶାନ୍ତିରେ ତାଙ୍କ ଜୀବନ କଟୁ। ତାଙ୍କର ନେଗୋସିଏସନ୍ କରିଥିଲା ଆମେ ନେଗୋସିଏସନ୍ କରିଥିଲୁ। ଆମର ଜଣେ ଭାଇ ଏବେ ସେ ଆରେଞ୍ଜମେଣ୍ଟ କରିଥିଲା ଆରେଞ୍ଜ ମ୍ୟାରେଜ ଏ ପ୍ରେମ ଫେମ ନାଇଁ ଗୁପ୍ତରେ ରଖାଯାଇନି। ଆମ ଘର ମାନଙ୍କରେ ବାହାର ହେଲେ 30,000 40,000 50,000 ଲୋକ ଖାଆନ୍ତି। ମୋର ମଝିଆ ଜୋଇଁ ପ୍ରସାଦ ହରିଚନ୍ଦ୍ର ବାହାରେ 50,000ରୁ ଉର୍ଦ୍ଧ୍ୱ ଲୋକ ଖାଇଥିଲେ। ସାନ ଝିଅର 30,000 ଲୋକ ଖାଇଥିଲେ। ବଡ଼ ଝିଅର 30-40,000 ଲୋକ ଖାଇଥିଲେ। ବଡ଼ ପୁଅର ବି 20-30,000 ଲୋକ ଖାଇଥିଲେ। ଆମର କୁଟୁମ୍ବ ବଡ଼। ଆମେ ଯେହେତୁ ଲୋକପ୍ରତିନିଧି ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁ। ବିଜେଡି କି ଡାକୁ, ବିଜେପି କି ଡାକୁ, କଂଗ୍ରେସକୁ ଡାକୁ, ସାହିତ୍ୟକୁ ଡାକୁ, ଐତିହାସିକକୁ ଡାକୁ, ଡକ୍ଟରଙ୍କୁ ଡାକୁ, ମାନେ କଳାକାରଙ୍କୁ ଡାକୁ। ଆମର ଗୋଟେ ବନ୍ଧୁ ମିଳନ ହୁଏ। ଏ ବିବାହର ପ୍ରଥମେ ମୋ ପୁଅ ବିବାହ ହେଇଥିଲା। ଗୋଟେ ଗୁଡ୍ ଫ୍ୟାମିଲି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେ ବୋହୂକୁ ବି ଧନ୍ୟବାଦ ଦେଉଛି। ସେ ବୋହୂ ବି ଜଣେ ଇଞ୍ଜିନିୟର। ସେ ଯାହା ହଉ ଆଙ୍କ ଭିତରେ ମତ ପାର୍ଥକ୍ୟ ହେଲା ଆପୋଷ ସମାଧାନ ହେଇ ଉଭୟ ଦଳ ସମାଧାନ କରିଦେଲେ ମୁଁ ସେ ପରିବାରକୁ ଧନ୍ୟବାଦ ଦେଉଛି। ଏବଂ ଏ ଯେଉଁ ପରିବାର ସହିତ ବିବାହ କାଲି ହେଲା ଏ ଜଣେ ସଚିବାଳୟର କର୍ମଚାରୀ ପଟିଆ ପାଖେ ତାଙ୍କ ଘର ବମ୍ବେରେ ଗୋଟେ ବ୍ୟାଙ୍କରେ ଚାକିରି କରିଛନ୍ତି। ଖୁବ୍ ଭଲ ଫ୍ୟାମିଲି ଏବଂ କାଲି ତାଙ୍କର ଆମ ପରିବାର ଭିତରେ ମୋ କୁଟୁମ୍ବ ବଡ଼ କୁଟୁମ୍ବ 500ରୁ 1000 ଭଳିଆ ମୋ କୁଟୁମ୍ବ କେବଳ କୁଟୁମ୍ବ ଲୋକ ଆସିଥିଲେ। ଭଉଣୀମାନେ ଭିଣେଇମାନେ ପିଉସୀମାନେ ଦାଦାମାନେ ଖୁଡ଼ୀମାନେ ସବୁ ପରିବାର ମାନେ ଆମେ ସବୁ ଯାଇଥିଲୁ। ମୁଁ ଥିଲି ମୁଁ ଆଶୀର୍ବାଦ ଦେଇକି ଆସିଛି। ପ୍ରସାଦ ହରିଚନ୍ଦ୍ରଙ୍କୁ ଦାୟିତ୍ୱ ଦେଇଥିଲି ସେ ସବୁ ତାକୁ କଣ୍ଡକ୍ଟ କରୁଥିଲେ। ଖୁବ୍ ଭଲ ଭାବେ ଶାନ୍ତିରେ ଅଳ୍ପରେ ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧ ମା ଦୁର୍ଗା ଲକ୍ଷ୍ମୀ ଗଣେଶ କାର୍ତ୍ତିକ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ସେ ଦିହିଙ୍କର ଜୀବନ ଅତି ଆନନ୍ଦରେ କଟୁ। ନାଇଁ 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 ଏଇ ଆରେଞ୍ଜ ବିବାହର ତାଙ୍କର ନେଗୋସିଏସନ୍ କରିଥିଲା ଆମେ ନେଗୋସିଏସନ୍ କରିଥିଲୁ। ଆମର ଜଣେ ଭାଇ ଏବେ ସେ ଆରେଞ୍ଜମେଣ୍ଟ କରିଥିଲା ଆରେଞ୍ଜ ମ୍ୟାରେଜ ଏ ପ୍ରେମ ଫେମ ହଁ ହଁ ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ତାଙ୍କ ଦାମ୍ପତ୍ୟ ଜୀବନ ଖୁବ୍ ଭଲରେ କଟୁ ଶାନ୍ତିରେ କଟୁ। ଫେରିବେ ସେ ଫେରି ନାହାନ୍ତି ଫେରିବେ ଫେରିଲେ ମନକୁ ଆଶୀର୍ବାଦ ଦେବି ଆଉ। ତା ବୋଉ ସେଇଠି ଅଛନ୍ତି ସମସ୍ତେ ସେଇଠି ଅଛନ୍ତି। ମୋତେ ଛାଡ଼ିଦେଲେ କାରଣ ମୋର ଏଠି ଲବଙ୍ଗଗିରି ପାହାଡ଼ ଉଦ୍ଘାଟନ ହେଉଛି 11ରେ। ଓଡ଼ିଶାବାସୀ କି ଭାରତବାସୀ ପୃଥିବୀ ଜଣାଇ ଦେବାକୁ ଚାହେଁ ଆମର ଏଠି 4ଟା ଗିରି। ଗୋଟେ ଗିରି ହେଉଛି ଧଉଳିଗିରି ଆମେ ଅଶୋକ ସହିତ ଯୁଦ୍ଧ କରି ହାରିଛେ। ଗୋଟେ ଗିରି ହେଉଛି ଖଣ୍ଡଗିରି ଉଦୟଗିରି ଖାରବେଳ ଜନ୍ମ ହେଲେ ଶିଶୁପାଳରେ ସେଇଠି ଟ୍ରେନିଂ ଦେଲେ। ଏଇ ଯେଉଁ ଲବଙ୍ଗଗିରି ପାହାଡ଼ ଉପରେ ଗୋଟେ ଶିବ ମନ୍ଦିରରେ ପୂଜା କରି ସେ ଦକ୍ଷିଣ ଭାରତ ଜିତି ଆଫଗାନିସ୍ତାନ ଜିତିଥିଲେ ଦି ଗ୍ରେଟ୍ ଖାରବେଳ। ସେଇ ଜାଗାରେ ଆମେ ଗୋଟେ ଶିବ ମନ୍ଦିର କରିଛୁ, ଜଗନ୍ନାଥ ମନ୍ଦିର କରିଛୁ, ଲକ୍ଷ୍ମୀ ମନ୍ଦିର କରିଛୁ, ବିମଳା ମନ୍ଦିର କରିଛୁ ଏବଂ ହନୁମାନ ମନ୍ଦିର କରିଛୁ। ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ସେ ଆମର ଟ୍ରଷ୍ଟି ସେ ପାହାଡ଼କୁ ଅତି ସୌନ୍ଦର୍ଯ୍ୟକରଣ କରାଯାଇଛି। ଆମର ପରଦିନ କଳସ ଯାତ୍ରା 7ରେ ଯଜ୍ଞ 8ରେ ଯଜ୍ଞ 9ରେ ଯଜ୍ଞ 10ରେ ଯଜ୍ଞ 11ରେ ପୂର୍ଣ୍ଣାହୁତି ଏବଂ ବମ୍ବେରୁ କଳାକାରମାନେ ଆଣିଛୁ ଆମେ ଭଜନ କରିବା ପାଇଁ। ହରିଦ୍ୱାର ବଦ୍ରିନାଥରୁ ଲୋକ ଆଣିଛୁ ପଣ୍ଡିତମାନେ ଆସିଛନ୍ତି ଆଧ୍ୟାତ୍ମିକ ଉପରେ ଭାଷଣ ଦେବା ପାଇଁ। ନା ନା ମୁଁ ପୁଅ ବାହାରେ ଏଇଟା ଗୋଟେ ବିରାଟ କାମ 50,000 ଲକ୍ଷ ଲୋକ ଡାକିଛୁ ସେ ପାହାଡ଼କୁ ଖାଇବା ପାଇଁ କିଏ ବୁଝିବ। ତେଣୁ ମୋ ସହଯୋଗୀମାନଙ୍କୁ ଧରି ତିରୁପତି ପାଣିଗ୍ରାହୀଙ୍କୁ ଧରି ଗୋଟେ ରୁଟୁ ପଟ୍ଟନାୟକ ଧରି ଚଇନାକୁ ଧରି ଆମର ଇଏ ଲବଙ୍ଗଗିରି ପାହାଡ଼ ତଳ ଗାଁ ବରକୁଦା ଗ୍ରାମବାସୀଙ୍କୁ ଧରି ଜାମୁକୋଳି ଗ୍ରାମବାସୀ ବିରିବନ୍ଧ ଗ୍ରାମବାସୀ ଆଶ୍ରୟପୁର ଗ୍ରାମବାସୀ ପ୍ରଧାନସାହି ଗ୍ରାମବାସୀ ମୁଣ୍ଡଳ ଗ୍ରାମବାସୀଙ୍କୁ ଧରି ଆଦିବାସୀ ହରିଜନଠୁ ସବୁ ଲୋକଙ୍କୁ ଧରି କେମିତି ଶାନ୍ତିରେ ଭଲ ଭାବେ ହେବ ସେଇ ସ୍ୱପ୍ନ ସେଇଥିରେ ମୁଁ ଏଇନା ମନ ଦେଇଛି। ପୁଅ ବିବାହକୁ ଯାଇକି ମୁଁ ତ ଆଶୀର୍ବାଦ ଦେଇଦେଇ ଚାଲି ଆସିଛି। ଏଇଟା ଗୋଟେ ବଡ଼ କାମ ଈଶ୍ୱରଙ୍କ କାମ ସେଇଥିରେ ମାତିଛି। ସେ ବୋଉ ଅଛି ଆଶୀର୍ବାଦ ମୁଁ ତ ଦେଇ କାଲି ଆଇଛି ଆଉ ଆଶୀର୍ବାଦ କ'ଣ ନେବେ।
କାଲି ବୋଉର ମୋର ଆଶୀର୍ବାଦ ଦେଇକି ଆସିଛୁ ବାହାଘରରେ ତାଙ୍କ ଜୀବନ ଭଲରେ କଟୁ। ନା ନା ପୂର୍ବ ଭଲରେ କଟୁ, ପୂର୍ବରେ ତ ଫାଟିଗଲା, ତେଣୁ ଆଉ ନ ଫାଟୁ, ଜୀବନରେ ଶାନ୍ତିରେ ତାଙ୍କ ଜୀବନ କଟୁ। ହଁ ମୁଁ ଦେଇକି ଆସିଛି।